ଯିଏ ଆମକୁ ଗଢ଼ିଛି, ଯିଏ ଆମକୁ ତିଆରି କରିଛି, ଯିଏ ଆମ ପ୍ରାଣ ପ୍ରତିଷ୍ଠା କରିଛି, ସେ ଲୋକ କ'ଣ ଜାଣିନି ଆମର କ'ଣ ଆବଶ୍ୟକତା ଅଛି? ସେ ଲୋକ କ'ଣ ଜାଣିନି ଆମକୁ କେତେବେଳେ କେଉଁ ପରିସ୍ଥିତି ଭିତରେ କେଉଁ ଜାଗାରେ କ'ଣ ଆବଶ୍ୟକତା ଅଛି? ସେ ଲୋକ କ'ଣ ଜାଣିନି ଆଜ୍ଞା? ସିଏ ତ ଜାଣିଛି ନା, ସିଏ ତ ଆମକୁ ଗଢ଼ିଛି ନା ଆଜ୍ଞା, ସିଏ ତ ଜାଣିଛି। କିନ୍ତୁ ଆମେ ଅନେକ ସମୟରେ ଏମିତି କଥା ଭିତରେ ହଜି ଯାଉ ଏବଂ ମଜି ଯାଉ, ଯାହାଦ୍ୱାରା ଭଗବାନଙ୍କୁ ଭଲ ପାଇବା ପରିବର୍ତ୍ତେ ଆମେ ତାଙ୍କଠୁ ମାନସିକ କରି ଅନେକ କିଛି ସ୍ୱାର୍ଥ ହାସଲ କରିବା ପଛରେ ଧାଇଁ ଯାଉ। ଯେତେବେଳେ ଆମେ ମନ୍ଦିର ଯାଉ, ଯେତେବେଳେ ଆମେ କୋଉଠିକି ବି ଯାଉ, ଆମେ ସେଠି ଜୁହାର ହେଉ ହଉ ପ୍ରଥମେ ଏଇଆ ଡାକି ଦଉ, ହେ ଭଗବାନ ମତେ ଭଲରେ ରଖିଥା, ମୋ ପରିବାରକୁ ଭଲରେ ରଖିଥା। କିନ୍ତୁ ଆମେ ଏକଥା କେବେ କହୁନାହୁଁ, ହେ ଭଗବାନ ତୋ ଇଚ୍ଛାରେ ସବୁ କିଛି ହଉ, ତୁ ଯେମିତି ମତେ ରଖିଛୁ ସେମିତି ରଖିଥା, କିନ୍ତୁ ତୋ ହିସାବରେ ରଖିଥା। ଏଇ କଥା ଆମେ ଯେବେ କହିବା, ସେବେ ଭଗବାନର ନିକଟତର ହୋଇଯିବା ଆଜ୍ଞା। ଏଇ ତ ଜୀବନର କଥା।